ଶ୍ରାବଣୀ ଭାଉଜଙ୍କୁ ସୋଫା ଉପରେ ପେଲିଲି, ଗେହି ଗେହି ପେମ୍ପଣ କାଢ଼ିଦେଲି। ଯଦି ଆପଣ ଭିଡିଓରେ ନୂଆ ଆସିଛନ୍ତି ତେବେ ଚ୍ୟାନେଲକୁ ସବସ୍କ୍ରାଇବ କରନ୍ତୁ, ଏମିତିକା ଭିଡିଓ ଦେଖିବା ପାଇଁ ଲାଇକ୍ ସେୟାର କମେଣ୍ଟ କରନ୍ତୁ। ମୋ ନାଁ ବିକାଶ, ବୟସ ଏବେ 24 ହେବ। ଏ କାହାଣୀ ବର୍ଷ ତଳର। ମୁଁ ଇଞ୍ଜିନିୟରିଂ କରିବା ପାଇଁ ଭୁବନେଶ୍ୱରରେ ରହୁଥିଲି। ମୋ ତଳ ଘରେ ଶ୍ରାବଣୀ ଭାଉଜ, ବୁଟୁ ଭାଇ ଆଉ ତାଙ୍କର ଗୋଟେ 3 ବର୍ଷର ଝିଅ ଭଡ଼ାରେ ରହୁଥିଲେ। ଗୋଟେ 2 ମାସ ରହିବା ପରେ ତାଙ୍କ ପରିବାର ସହ ମୋର ବହୁତ ଭଲ ସମ୍ପର୍କ ଗଢ଼ି ଉଠିଲା। ତାଙ୍କ ଝିଅକୁ ମୁଁ ଧରି ବାହାରେ ବୁଲାବୁଲି କରେ। ମୋ ପାଖରେ ଟିଭି ନଥିଲା, ମୁଁ ତାଙ୍କ ଘରେ ଯାଇ ଟିଭି ଦେଖେ ଆଉ ଭାଉଜଙ୍କ ସହ ହସ ମଜା କରେ। ଏମିତି କିଛି ଦିନ ବିତିଗଲା। ବୁଟୁ ଭାଇ ଗାଡ଼ି ଚଲାନ୍ତି, ସେଦିନ ରାତିରେ ସମ୍ବଲପୁର ଗାଡ଼ି ନେଇ ଯାଇଥିଲେ। ମୁଁ ଆଉ ଭାଉଜ ବସି ଟିଭି ଦେଖୁଥିଲୁ। ସେ ତାଙ୍କ ବର୍ଷର ଝିଅକୁ କୋଳରେ ଧରିଥାନ୍ତି ଆଉ ସେ ଶୋଇ ପଡ଼ିଥିଲା। ବୁଟୁ ଭାଇ ତାଙ୍କୁ ଫୋନ୍ କରି କହିଲେ ଆଜି ରାତି ଘରକୁ ଆସିବେନି, ଖାଇକି ଶୋଇପଡ଼। ତାପରେ ଭାଉଜ ଯାଇ ତାଙ୍କ କୁନି ଝିଅକୁ ଶୁଆଇ ଦେଇ ଆସିଲେ। ମୁଁ ସେମିତି ଟିଭି ଦେଖୁଥାଏ ଆଉ ସେ ମୋ ପାଖରେ ଆସି ବସିଲେ। ରାତି ମାତ୍ର 11 ବାଜିଥାଏ, ମୁଁ ଯାଇ ଶୋଉଛି ବୋଲି ଭାଉଜଙ୍କୁ କହିଲି। ସେ ମୋତେ କହିଲେ ଆଜି ଭାଇ ଆସିବେନି ଆମ ଘରେ ଶୋଇପଡ଼, ମୋତେ ଟିକେ ଏକା ରହିଲେ ଡର ଲାଗେ। ଏମିତି ସେ ମୋତେ ବାରମ୍ବାର କହିବାରୁ ମୁଁ ଠିକ୍ ଅଛି ବୋଲି କହିଲି। ଆମେ ଦୁହେଁ ସୋଫା ଉପରେ ବସିଥିଲୁ ଆଉ ସେ ମୋତେ କହିଲେ, ବିକାଶ ତୁମକୁ ଗୋଟେ କଥା ପଚାରିବି, କିଛି ଖରାପ ଭାବିବନି। ମୁଁ କହିଲି କ'ଣ ପଚାର? ଭାଉଜ, କାହା ସହ କେବେ କରିଛ? ଏକଥା ଶୁଣି ମୁଁ ପୁରା ଛାନିଆ ହେଇଗଲି। ମୁଁ କହିଲି ନାଇଁ, ଏସବୁ ଭାବିବା ପାଇଁ ସମୟ ନାହିଁ। ବର୍ତ୍ତମାନ ପଢ଼ାପଢ଼ିରେ ମନ ଦେଉଛି। ସେ କହିଲେ ତୁମ ଭାଇ ଆଉ ଏସବୁ ବିଷୟରେ ଧ୍ୟାନ ଦେଉ ନାହାନ୍ତି, ମୋତେ ଭଲ ଲାଗୁନି। ଝିଅ ଜନ୍ମ ହେବା ପରଠାରୁ ମୋତେ ଆଉ ମୋ ସହ ଭଲରେ ମିଶୁନାହାନ୍ତି। ମୁଁ ଟିକେ ଲାଜେଇ କହିଲି ସେ ତୁମ ଫ୍ୟାମିଲି ମ୍ୟାଟର, ମୁଁ କ'ଣ କରିବି? ଭାଉଜ ମୋର ଆହୁରି ପାଖକୁ ଆସି କହିଲେ, ଏମିତି କ'ଣ ପରଲୋକଙ୍କ ଭଳିଆ କହୁଛ? ପବିକାଶ ଆଜି ତମେ ଟିକେ ମୋ କଥା ରଖ ଆଉ ମୋତେ ଟିକେ ହେଲ୍ପ କର। ମୁଁ ମନେ ମନେ ଭାବି ସାରିଲିଣି ଆଜି ଶଳା ଭାଉଜଙ୍କ ଗାତରେ ଗେହିବାକୁ ମିଳିବ। ମୁଁ ଟିକେ ନଜାଣିଲା ଭଳି ଏକ୍ଟିଂ କରିକି ଭାଉଜ ଯାହା ପଚାରୁଥିଲେ ଭାଉଜଙ୍କୁ କହୁଥାଏ, ଯେମିତି କି ମୁଁ କିଛି ଜାଣିନି। ଭାଉଜ କହିଲେ ଆଜିଠୁ ମୋତେ ତୁମର ସବୁ କିଛି ବୋଲି ଭାବିବ। ଏକଥା ଶୁଣି ମୋ ବାଇଗଣ ଉଠିବା ଆରମ୍ଭ କଲା। ଭାଉଜଙ୍କୁ କେମିତି ଗେହିବି ଭାବୁଥାଏ, ହେଲେ ଭାଉଜ ତାଙ୍କ ଆଡୁ ଇସାରା କରୁଥାନ୍ତି। ଭାଉଜ ଧୀରେ କରି ମୋ ହାତକୁ ଧରିକି ଆଙ୍ଗୁଠିରେ ମୋ ହାତ ପାପୁଲିକୁ ସଲସଲ କଲେ। ମୋତେ ସେ ସମୟରେ ହସ ଲାଗୁଥିଲା ଆଉ ମୁଁ ପାଟି ଚିପିକି ବସିଥାଏ ସୋଫା ଉପରେ। ତାପରେ ଭାଉଜ ମୋ ଜଙ୍ଘରେ ହାତ ମାରିକି ମୋ ଜଙ୍ଘକୁ ମୋଡ଼ି ଚାଲିଲେ। ଭାଉଜଙ୍କ କଣର ହାତ ବାଜିକି ମୋ ବାଇଗଣ ପୁରା ଟିଙ୍ଗେଇ ହେଇଗଲାଣି। ଭାଉଜ ସେଇଠୁ ଉଠିକି ଯାଇକି ଲାଇଟଟା ବନ୍ଦ କରି ଦେଇକି ଆସିଲେ। ତାପରେ ସେ ଆସିକି ସିଧା ମୋ କୋଳରେ ମୋତେ ଭିଡ଼ିକି ଧରିକି ବସିଲେ। ଭାଉଜ ଗୋଟେ ଲୁଗା ପିନ୍ଧିଥିଲେ, ଭିତରେ ପିନ୍ଧି ନଥିଲେ ବୋଧେ ଯେ ତାଙ୍କ ଜଙ୍ଘ ମୋ ହାତରେ ବାଜିବାରୁ ମୋତେ ଥଣ୍ଡା ଥଣ୍ଡା ଲାଗିଲା ଆଉ ମୋ ବାଇଗଣ ଆହୁରି ଜୋରେ ଉଠିଲା। ତାପରେ ଭାଉଜ ମୋତେ କୁଣ୍ଢେଇକି ଧରିକି ତାଙ୍କ ଆମ୍ବକୁ ମୋ ଛାତିରେ ରଗଡ଼ି ଚାଲିଲେ। ସେ ଜାଣି ଜାଣି ତାଙ୍କ ଆମ୍ବ ମୋ ଦେହରେ ଆଉ ଛାତିରେ ଘଷି ଘଷି ଲୁଗାକୁ ଆମ୍ବରୁ ଖସେଇ ଦେଲେ। ହେ ଭଗବାନ! ତାପରେ ଭାଉଜ ମୋ ମୁଣ୍ଡକୁ କୁଣ୍ଢେଇକି ଧରିକି ଗୋଡ଼େ ଆମ୍ବକୁ ମୋ ମୁହଁ ପାଖରେ ଜବରଦସ୍ତି ରଖିକି ମୋ ପାଟିରେ ପୁରେଇ ଦେଲେ। ମୁଁ ହେଲେ ସେତେବେଳକୁ ବାଧ୍ୟ ହେଇକି ତାଙ୍କ ଆମ୍ବକୁ ପାକୁଳେଇକି ଖାଇ ଚାଲିଲି। ଏତିକି ଭିତରେ ତାଙ୍କ ଲୁଗା ପ୍ରାୟ ଖସିଗଲାଣି। ସେ ସେଇଠୁ ତଳକୁ ଗୋଟେ ଗୋଡ଼ ରଖିକି ମୋ ପ୍ୟାଣ୍ଟକୁ ଟାଣିକି ଖୋଲିଲେ। ମୁଁ ଗୋଟେ ସ୍ଲାସ୍ ପ୍ୟାଣ୍ଟ ସହିତ ପିନ୍ଧିଥିଲି। ସେ ମୋ ପ୍ୟାଣ୍ଟ ଖସେଇକି ଯେମିତି ତଳକୁ କରିଦେଲେ ମୋ ମୁଷଳ ପୁରା ଢଣଢଣ ହେଇକି ହଲହଲ ହେଲା। ଭାଉଜ ତାଙ୍କ ବାମ ହାତରେ ମୋ ବାଇଗଣକୁ ମୁଠେଇକି ଧରିକି ହଲେଇଲେ। ଗୋଟେ ହାତରେ ସେ ବାଇଗଣକୁ ହଲାଉଥାନ୍ତି, ପୁଣି ତାଙ୍କ ଆମ୍ବକୁ ମୋ ପାଟିରେ ପୁରେଇକି ରଖିଥାନ୍ତି। ତାପରେ ଭାଉଜ ସମ୍ଭାଳି ପାରିଲେନି। ଭାଉଜ ସୋଫାରେ ଗୋଟେ ଗୋଡ଼ ରଖିଲେ ଆଉ ଗୋଟେ ଗୋଡ଼ ତଳେ ରଖିଲେ, ତାପରେ ଲୁଗାକୁ ଆଗପଟୁ ସାଇଡ୍ କରିକି ମୋ ବାଇଗଣକୁ ତାଙ୍କ ଗାତ ସିଧା ରଖିକି ମୋ ବାଇଗଣରେ ବସି ପଡ଼ିଲେ। ଭାଉଜ ଯେମିତି ମୋ ବାଇଗଣରେ ବସିଛନ୍ତି ତାଙ୍କ ଗାତର ପୁରା ଭିତରକୁ ବୋଲି ମୋ ବାଇଗଣ ପଶିଗଲା। ସେ 8ରୁ 10 ଥର ମୋ ବାଇଗଣ ଉପରେ ବସିକି ଗେହିଲେ, ତାପରେ ଗାତରେ ସେମିତି ବାଇଗଣକୁ ପୁରେଇକି ରଖି ଦେଇକି ମୋ ଓଠକୁ କାମୁଡ଼ିବାରେ ଲାଗିଲେ। ମୋତେ ଲାଗୁଥିଲା ଯେମିତି ଆଜି ଭାଉଜ ମୋତେ ରେପ୍ କରିଦେବେ। ଭାଉଜ ଖାଲି ଆହା ହେଇକି ଧୀରେ ଧୀରେ ସଙ୍ଗ ସଙ୍ଗ ହେଉଥାନ୍ତି ଆଉ ମୋ ବାଇଗଣରେ ଉଠ ବସ ହଉଥାନ୍ତି। ତାପରେ ମୁଁ ହେଲେ ଧକ୍କା ଦେବାରେ ଲାଗିଲି। ମୁଁ 2 ହାତରେ ତାଙ୍କର ଗାତକୁ ମେଲେଇକି ଧରିକି ରଖିଲି ଆଉ ଗାତ ପୁରା ମେଲେଇ ହେବାରୁ ଗାତରେ ବାଇଗଣ ଭସଭାସ ପଶୁଥାଏ। ଏତିକି ଭିତରେ ତାଙ୍କ ଲୁଗା କୁଆଡ଼େ ଖସିକି ପଳେଇଲାଣି। ଭାଉଜ ଖାଲି ଗିହା ଖାଇଲା ବେଳକୁ ତାଙ୍କ ଆମ୍ବର ମୁଣ୍ଡିକୁ ମୋ ପାଟିରେ ପୁରେଇ ଚାଲିଥାନ୍ତି। ମୁଁ ଗୋଟେ ଆମ୍ବକୁ ପାଟିରେ ପୁରେଇକି ଚୁଚୁମି ଚାଲିଥାଏ ଆଉ ଗୋଟେ ଆମ୍ବକୁ ଦଳିକି ପୁରା କ୍ଷୀର ବାହାର କରିଦେଲି। ସେତିକି ଭିତରେ ମୁଁ ପୁଣି ପିଚା ଉଠେଇକି ଗାତରେ ହୁଁ ହୁଁ କରିକି ମାର ଦେଇ ଚାଲିଛି। ସୋଫା ଉପରଟା ଖାଲି ଫଟଫଟ ଶୁଭୁଥାଏ। ମୋ ମୁହଁକୁ ଧରି ତାଙ୍କ ଓଠକୁ ଓଠରେ ମିଶେଇଲେ। କିସ୍ କରୁ କରୁ ମୋ ବାଇଗଣ ଠିଆ ହୋଇଗଲାଣି। ସେ ମୋ ପ୍ୟାଣ୍ଟ ଉପରେ ହାତ ରଖି ବାଇଗଣକୁ ଦଳିବା ଆରମ୍ଭ କଲେ, ଆହୁରି ଜୋରେ ଟିଙ୍ଗେଇବାକୁ ଲାଗିଲା। ସେଦିନ କଫି କଲର ଶାଢ଼ୀ ଆଉ ବ୍ଲାକ୍ କଲର ବ୍ଲାଉଜରେ ଭାଉଜ ପୁରା ନଙ୍ଘା ଲାଗୁଥିଲେ।
ମୁଁ ଆହୁରି ଆକର୍ଷିତ ହୋଇ ତାଙ୍କୁ ଜୋରେ କୁଣ୍ଢେଇ ଧରି କିସ୍ କଲି। ସେ ମୋତେ ବି ଜାବୁଡ଼ି ଧରିଥାନ୍ତି। ଭାଉଜ ଖାଲି ସଙ୍ଗ ସଙ୍ଗ ହେଉଥାନ୍ତି। ତଳକୁ ହାତ ନେଇ ବାଇଗଣକୁ ସାଇଜରେ ଧରିକି ଗାତର କଣାରେ ସେଟ୍ କରି ଦେଉଥିଲେ ଆଉ ଗାତରେ ବାଇଗଣକୁ ଚାପି ଦେଉଥାନ୍ତି। ଭାଉଜ ଓହ ଆଉ ହେଇ ଚିଲେଇ ଚିଲେଇ ଗେହୁଥାନ୍ତି। ଏଭଳି ଶବ୍ଦ ଶୁଣି ମୁଁ ଆହୁରି ପାଗଳ ହେଉଥିଲି ଆଉ ହାଲକା କରି ଆମ୍ବର ମୁଣ୍ଡିକୁ ଚୋବେଇ ଦେଲି। ଭାଉଜ କହିଲେ ଆହା ଛାଡ଼ ତାପରେ କହିଲେ ନାଇଁ ପଛପଟୁ ସଜ ଲାଗିବ। ଭାଉଜ ସୋଫା ଉପରେ ଆଣ୍ଠୁ ପକେଇକି ନଇଁକି ଡଗି ପୋଜିସନରେ ଦେଖେଇଲେ। ସୋଫା ଉପରେ ହାତ ରଖି ଭାଉଜ ନଇଁକି ରହିଲେ ଆଉ ମୁଁ ବାଇଗଣ ପୁରେଇ ଗେହିବାକୁ ଲାଗିଲି। ମୁଁ ତାଙ୍କ ପିଠି ଉପରେ ମାଡ଼ି ବସିକି ଦୁଇ ହାତରେ ଆମ୍ବକୁ ଧରି ଚିପୁଥାଏ। ମୋ ବାଇଗଣ ସିଧା ସିଧା ଗାତର କଣାରେ ପଶୁଥାଏ। ଭାଉଜ ଏମିତି ସାଇଜରେ ଦେଖାଉଥିଲେ ଯେ ଗାତରୁ ଆଦୌ ବାଇଗଣ ଖସେନି। ତାପରେ ଭାଉଜ ଯେମିତି ଆହା ଆହ କର କର ଜୋରେ କର କହିଲେ ମୁଁ ସେତିକିରେ ଜୋରେ ଜୋରେ ଗେହି ଚାଲିଲି। ତାପରେ ସଙ୍ଗେ ସଙ୍ଗେ ପରେ ମୋର ରସ ବାହାରିଗଲା। ସେମିତି ଗାତରେ ରସ ସହିତ ମୁଁ ଗେହି ଚାଲିଥାଏ। ଗାତକୁ ଗେହି ଗେହି ପୁରା ପେମ୍ପଣ କରିଦେଲି। ଆଉ ସେମିତି ଭାଉଜଙ୍କୁ କୁଣ୍ଢେଇକି ଧରିକି ଗାତରେ ବାଇଗଣକୁ ଗଳେଇକି ସୋଫା ଉପରେ ମାଡ଼ି ବସିଥିଲି। କିଛି ସମୟ ସେମିତି ପଡ଼ିକି ରହିବା ପରେ ଭାଉଜ ଆଉ ମୁଁ ଯାଇ ଗାଧେଇ ହେଲୁ। ତାପରେ ତାଙ୍କ ବେଡକୁ ଯାଇ ଦୁଇଜଣ ଯାକ କୁଣ୍ଢାକୁଣ୍ଢି ହୋଇ ନିଦରେ ଶୋଇପଡ଼ିଲୁ। ମୁଁ ତାଙ୍କୁ କୁଣ୍ଢେଇକି ଧରିକି ତାଙ୍କ ଗାତରେ ଆଙ୍ଗୁଠି ପସେଇକି ଶୋଇଲି। ତାପରେ ସକାଳେ ମୁଁ ମୋ ରୁମକୁ ଗଲି। ମୋର ଇଞ୍ଜିନିୟରିଂ ସରିବା ପର୍ଯ୍ୟନ୍ତ ସମୟ ଦେଖି ଭାଉଜ ମୋତେ ଡାକି ଗିହା ଖାଉଥିଲେ କରୁଥିଲେ। ଭାଉଜଙ୍କ ଗାତ ଟିକେ ଢିଲା ଥିଲା ତଥାପି ମଜା ଲାଗୁଥିଲା। ପାଠପଢ଼ା ଚାଲିଥିବା ସମୟରେ ଭାଉଜଙ୍କୁ ପ୍ରବଳ ଗେହିଛି। ଆଗକୁ ଶୁଣିବା ପାଇଁ ଚ୍ୟାନେଲକୁ ସବସ୍କ୍ରାଇବ କରନ୍ତୁ। ଏମିତିକା ଭିଡିଓ ଦେଖିବା ପାଇଁ ଲାଇକ୍ ସେୟାର କମେଣ୍ଟ କରନ୍ତୁ।